ଦି ଗ୍ରେଟ୍ ଖାରବେଳ ଜନ୍ମ ଯେଉଁ ମାଟିରେ ତା ପୂର୍ବରୁ ଧଉଳି ଯାଇଥିଲେ ଗୋଟେ ମେଳା ସେଠି ଆମେ ହାରିଥିଲେ ଅଶୋକଠୁ କିନ୍ତୁ ଆମ ଐତିହାସିକ ମାନଙ୍କର କିଛି ଠିକଣା ଠିକ ନାହିଁ ଭୁଲ ତଥ୍ୟ ଓଡ଼ିଶା ଉପରେ ସେ ଦେଇଛନ୍ତି ଉତ୍କଳ କଳିଙ୍ଗ ଉପରେ ମୁଁ ତାଙ୍କୁ ପଚାରିଛି ବାରମ୍ବାର ଯଦି ତମେ କହୁଛ ଲକ୍ଷେ ଲୋକ ମରିଥିଲେ ଧଉଳି ତଳେ ଦୟା କୂଳରେ ଏଇଠି ଏଇ ମାଟି ଏଇ ଯେଉଁ ମାଟି ଏପଟେ ଏତେ ଲୋକଙ୍କୁ ଲଢ଼େଇ ଦେଲା ଐତିହାସିକରେ କିଛି ଲେଖା ନାହିଁ କିଛି ନାହିଁ ଆମର ଖାଲି ବାର ଯେଉଁମାନେ ଆମକୁ ଶାସନ କରିଥିଲେ ବ୍ରିଟିଶ ମୋଗଲ ଏଇମାନଙ୍କର ହିସାବ ଖାଲି ଆମେ ଦେଖି ଦେଖି ଯାଉଛୁ ହରେକୃଷ୍ଣ ମହତାବ ଚଏସ୍ କଲେ ଭୁବନେଶ୍ୱର ସହରକୁ ଲୋକାଲ ବାବୁ ସିଂ ଧନ୍ୟବାଦ ଜବରଦସ୍ତ ଲୋକାଲ ଲୋକ ଲାଗିଛନ୍ତି ଆମେ 60 ବର୍ଷ ହେଲା ଲାଗିଛୁ ଏ ଅଞ୍ଚଳ ଟୋଟାଲ ଭୁବନେଶ୍ୱର ଏଡ଼ିକି ତମର ଯେଉଁମାନେ କର୍ମକର୍ତ୍ତା ସେମାନେ ପିଲାର ଦିନୁ ଆମକୁ ଜାଣନ୍ତି ଚାକିରି କରି ରିଟାୟାର୍ଡ କରି ବି ଅଛନ୍ତି ତମ ସେବାରେ ଡାକ୍ତର ଠିକ ଅଛ ତ ଭେରି ଗୁଡ୍ ମୁଁ ସାରେ ଯିବା ପାଇଁ ଚାହୁଁନି ଏ ମାଟି ଆମର ପିଲାର ଦିନୁ ଭୁବନେଶ୍ୱର ସହର ଜଟଣୀ ଧରି ଖୋର୍ଦ୍ଧା ଧରି ଇଏ ଆମ ସହର ଏ ସହରରେ ଭଉଣୀମାନେ ଆମର ଦେଖ ଚାରିଆଡ଼େ ରେପ୍ ନାରୀ ନିର୍ଯାତନା ଆମ ଭୁବନେଶ୍ୱର ଜଟଣୀ ଖୋର୍ଦ୍ଧା ବାଲିଯାତ୍ରା ଦେଖୁଛ କାଁ ବା ଦେଖିବ ଝୁପୁଡ଼ି ଏ ଝୁପୁଡ଼ିରେ କ'ଣ ଶୁଣୁଥବ କେତେବେଳେ ଆମ ଏ ଲୋକ କେହି କାହାକୁ ଛାଡ଼ିବେନି ପାଣ୍ଡବ ଲୋକ ନଗର ଲୋକ ଭାଇ ଭଉଣୀ ଭାଇ ସଚେତନ ତାଙ୍କ ଭଉଣୀର ଇଜ୍ଜତ ରଖିବା ପାଇଁ ଯୁବକମାନେ ଛାତ୍ରମାନେ ଆମ୍ବି ଗାଁ ଗହଳିଠୁ ଆଜି ପର୍ଯ୍ୟନ୍ତ ଏ ମା ଭଉଣୀଙ୍କ ଇଜ୍ଜତ ରଖି ଆସୁଛି ଆମ ପୁରୁଷମାନେ ଆମ ଭଉଣୀମାନେ ବଢ଼ିଆ କେହି ଲାଇନ୍ ବିଚ୍ଛେଦ ହୁଅନ୍ତିନି ସବୁ ଡିସିପ୍ଲିନ ଉପରେ ଦେଖିବେ ବହୁତ ସହରଠୁ ଏ ଗାଁ ଗହଳି ସହରଠୁ ଠିକ ସମୟରେ ଝିଅମାନେ ଘରକୁ ଯିବେ ଠିକ ସମୟରେ କ'ଣ ପାଠ ପଢ଼ିବାକୁ ଯିବେ କେଉଁଠି କେବେ ଦେଖିବନି ଏ ବ୍ରିଟିଶ ଆମେରିକା ଭଳିଆ ଆମ ମାନେ ମା ଭଉଣୀଙ୍କର ଫ୍ରି ସେ ନାହିଁ ଏଠି ଆମର ଆଭିଜାତ ଅଛି ବୁନିୟାଦି ଅଛି ଏ ଭାଇମାନେ ଏକାଠି ସବୁଠି ସବୁ ୟୁନିଟ୍ରେ ଯେତେ ନଗର ଭୁବନେଶ୍ୱର ଯେତେ ଡେଭଲପ୍ କଲାଣି ଚାରିଆଡ଼େ ସବୁଠି ଗୋଟେ ଗୋଟେ ୟୁନିୟନ ଡେଭଲପମେଣ୍ଟ କମିଟି କରି ତାର ଲକ୍ଷଣ ବେକ୍ଷଣ ଭଲ ମନ୍ଦ ବୁଝୁଛନ୍ତି ପ୍ରତିନିଧିମାନେ ଆସିକି ତାକୁ ସାହାଯ୍ୟ କରୁଛନ୍ତି ଆମର ବାବୁଟି ଭଲ ଯେଉଁ ଦଳ ଯେଉଁ ଆମକୁ କାମ ଦରକାର ମୋର ଖାତିର ନଥାଏ କେଉଁ ଦଳ ସହିତ ଭୁବନେଶ୍ୱର ଏ ଅଞ୍ଚଳ ପାଇଁ ମୋର ସଦାଶିବ ତ୍ରିପାଠୀ ଭଲ ବିଶ୍ୱନାଥ ଦାସ ଭଲ ବିନାୟକାଚାର୍ଯ୍ୟ ଭଲ ବିଜୁ ପଟ୍ଟନାୟକ ଭଲ ତାପରେ ଆସିଲେ ଆମର ନୀଳମଣି ରାଉତରାୟ ଭଲ ବୀରେନ ମିତ୍ର ଭଲ ଜାନକୀ ପଟ୍ଟନାୟକ ଚମତ୍କାର ଯେତେ ମୁଖ୍ୟ ମହତାବ ଭୁବନେଶ୍ୱର ମାନେ ଜନ୍ମ ଦେଇଛନ୍ତି ରାଜଧାନୀ ଡେଭଲପମେଣ୍ଟ କରିଛି ଜାନକୀ ପଟ୍ଟନାୟକ ନନ୍ଦନକାନନ ଚନ୍ଦ୍ରଶେଖର ବେହାରକୁ ଲଗେଇଦେଲା ନେଇ ଡୁମଡୁମାରୁ ବିରାଟ ଭୁବନେଶ୍ୱର ସହର ବରଗଡ଼ ଲକ୍ଷ୍ମୀସାଗର ଧରିକି ଅଞ୍ଚଳ ଧରିକିରି ହାଉସିଂ କଲୋନୀ ବରମୁଣ୍ଡାଠୁ ଆରମ୍ଭ କରି ପଟିଆଠୁ ରସୁଲଠୁ ବିରାଟ ଭୁବନେଶ୍ୱର ସହର ସୁନ୍ଦର ସହର ଆମେ ତାକୁ ନିନ୍ଦିବାର ନାହିଁ ନବୀନ ପଟ୍ଟନାୟକ ବି କାମ କରିଛି ଆମ ବସଷ୍ଟାଣ୍ଡ ଆମ ରୋଡ଼ ଆମ ଡ୍ରିଙ୍କିଂ ୱାଟର ଆମ ହସ୍ପିଟାଲ ଯେ କରିଛି ଆମକୁ ମାନିବା ସେ ଯେଉଁ ଦଳ ମୋ ଜୀବନରେ ଏଠି 60 ବର୍ଷ ହେଲା କାମ କରୁଛି ମୁଁ 67 ଚେୟାରମ୍ୟାନ୍ ବେଳୁ 77 MLA ବେଳୁ ଆଜି ପର୍ଯ୍ୟନ୍ତ ଯେଉଁ ମୁଖ୍ୟମନ୍ତ୍ରୀ ପାଖକୁ ଯାଏ ଭାଇ ଏ ଲିଙ୍ଗରାଜଙ୍କ ଆଶୀର୍ବାଦ ମୋର ସ୍ୱାର୍ଥ ନାହିଁ ଲୋକଙ୍କ କାମ ସମସ୍ତେ କରୁଛନ୍ତି ଏ ବି ମୋହନବାଦୀ ମୋ ସାଥିରେ 15 ବର୍ଷ MLA ଯାହା କଲେ କାମ ଲୋକଙ୍କ କାମ କରିଦେଉଛନ୍ତି ଏଥିରେ କିଛି ଅନ୍ୟାୟ ନାହିଁ ନ୍ୟାୟରେ କାମ କରୁଛନ୍ତି ଡେଭଲପମେଣ୍ଟ କାମ କରୁଛନ୍ତି ଆମ ପିଲାଙ୍କ ପାଇଁ ଆମ ମା ଭଉଣୀ ପାଇଁ ଆମ ଜନସାଧାରଣ ପାଇଁ
ସବୁ ଚାଲିଛି, କିଛି ଅସୁବିଧା ନାହିଁ। ଆମର କାମ ଦରକାର ଏବଂ ଭୁବନେଶ୍ୱର ସହରକୁ ସୁନ୍ଦର ସହର ରଖିବା ଆମର ବି ଦାୟିତ୍ୱ। ମ୍ୟୁନିସିପାଲିଟି ଲାଗି ପଡ଼ି ଆମେ କରିଛୁ, 2 ଥର ସଫା ହେଉଛି ଏଇନା, ସକାଳେ ଉପରଓଳି। ଆମେ ସହରକୁ ସୁନ୍ଦର ସହର କରିବା। କିନ୍ତୁ ସରକାର ଯେତେ ଗଲେଣି, ଯେତେ ଆମେ କହୁଛୁ ତା ତୁଳନାରେ କାମ ହେଉନି। ଏଇ ଗଙ୍ଗୁଆ ଡ୍ରେନ୍, ଗଙ୍ଗୁଆ ଏଇନା ଯେଉଁ ନଦୀ, ବିନ୍ଦୁସାଗର, କେଦାରଗୌରୀ, ସେ ପାଣି ପୋକ ସାଲୁ ବାଲୁ, କିଛି କ୍ଲିନ୍ ହେବନି। ଏମିତି ମଶାରେ ଆମେ ମରିବୁ, ଏ ଗଙ୍ଗୁଆ କାମ ହେବନି। ଏଇଟା ଖାଲି ତମର ନୁହଁ, ଟୋଟାଲ ଭୁବନେଶ୍ୱର ସହରର ରସୁଲଗଡ଼ଠୁ ଧରିକିରି ସେ ଗଙ୍ଗୁଆ ପଚା ପାଣି ଭୁବନେଶ୍ୱର ସହରକୁ ଦୂଷିତ କରୁଛି। ବାରମ୍ବାର ଆମେ ଦୃଷ୍ଟି ଆକର୍ଷଣ କରୁଛୁ। ତମେ କର, ଏବେ ବି ଯାଇଥିଲୁ ଦଳେ ଯାଇ କରି କର। ଏ ଯେଉଁ ଛୋଟିଆ ଝୁପୁଡ଼ି ଦୋକାନୀ କଲୋନୀ ଭିତରେ ସବୁ କରିକିରି ସେ ବଞ୍ଚୁଛନ୍ତି, ଆମକୁ ଯୋଗାଉଛନ୍ତି। ତାକୁ ଗୋଟେ ଚଳକ ଯାହାକୁ ମନ ତାକୁ ଉଠେଇ ଦେବ। କେଉଁ ଇଣ୍ଟେରିୟର ଭିତରେ ସେମାନେ 30-40 ବର୍ଷ ହେଲା ଚା ଦୋକାନଟେ, ପାନ ଦୋକାନଟେ, ପରିବା ଦୋକାନଟେ, ଜଳଖିଆ ଦୋକାନଟେ କରିଛି ଆମମାନଙ୍କୁ ଯୋଗାଉଛନ୍ତି, ଯେଉଁମାନେ ଆମେ ବାସିନ୍ଦା। ତାକୁ ଉଠେଇ ଦେବ, ଇଏ କ'ଣ କାମ? ତମର ରସିଦ 30 ବର୍ଷରୁ ଯଦି ଅଧିକା ଅଛି, ତମର କମ୍ପଲସରି ତାଙ୍କୁ ଘର କରିଦେବା କଥା ସେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ, କାରଣ ସେ ଲୋକଙ୍କ ଜୀବନ ଏଠି ସାହାଯ୍ୟ କରୁଛନ୍ତି। ମୁଁ ସାଡ଼େ ଯିବା ପାଇଁ ଚାହୁଁନି। ତା ସତ୍ତ୍ୱେ ଆମ ଭୁବନେଶ୍ୱର ବଢ଼ିଆ ସହର। ଦେଖ, ଠିକ୍ ସାମ୍ନାକୁ ଦେଖ ସ୍ୱୟଂ ଲିଙ୍ଗରାଜ, ମୁଁ ପଳାଉଛି ଲିଙ୍ଗରାଜ। ଠିକ୍ ପଛପଟକୁ ଦେଖ ନନ୍ଦନକାନନ, ଠିକ୍ ଏପଟକୁ ଦେଖ ଧଉଳି ପାହାଡ଼, ଖଣ୍ଡଗିରି, ଉଦୟଗିରି, ସେପଟେ ଦେଖ ବରୁଣେଇ। ଅପୂର୍ବ ସହର, ଏକାମ୍ର କାନନ ଆମ ସହର। ଆସନ୍ତୁ ସମସ୍ତେ ମିଶିକି ଏ ସହରକୁ ସୁନ୍ଦର ସହର କରିବା, ଏହାର ଡେଭଲପମେଣ୍ଟ କରିବା। ଧନ୍ୟବାଦ, ଜୟ ହିନ୍ଦ। ପାଣ୍ଡବ ନଗର ଲୋକମାନେ ଶିକ୍ଷିତ, ଭଦ୍ର। ଏ ଭାରତ ବର୍ଷ ଓଡ଼ିଶାର ଯେଉଁ ଡେଭଲପମେଣ୍ଟ କାମ ହେଉଛି, ନଗରବାସୀଙ୍କର ଦାନ ଅତୁଳନୀୟ। ସବୁ ସରକାରୀ କର୍ମଚାରୀ, ଡେଭଲପମେଣ୍ଟର ଇଞ୍ଜିନିୟର, ସାଇଣ୍ଟିଷ୍ଟ, ଡକ୍ଟର, ଲେଖକ, ଅଧ୍ୟାପକ, ଟିଚର, ବ୍ୟବସାୟୀ ସବୁ ଏଇଠି ରହିଛନ୍ତି। ଏମାନେ ଚାହାନ୍ତି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି। ସବୁ ହେଉଛି, ଆସ୍ତେ ଆସ୍ତେ ସବୁ ହବ। ଆମ ଭୁବନ ଦର୍ଶକ ବନ୍ଧୁ, ଯଦି ଆମ ଖବର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍, ଫଲୋ ଏବଂ ଲାଇକ୍ କରିବା ପାଇଁ ବିଲକୁଲ ବି ଭୁଲନ୍ତୁ ନାହିଁ। ହଁ ଦର୍ଶକ ବନ୍ଧୁ, ଆପଣଙ୍କ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ସେୟାର ନିହାତି କରନ୍ତୁ। ଧନ୍ୟବାଦ, ନମସ୍କାର।